ଚାଲନ୍ତୁ ଆଜି ଭାରତର ସବୁଠୁ ପ୍ରଭାବଶାଳୀ ଆଉ ସେତିକି ବିବାଦୀୟ ସଂଗଠନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମାନେ ଆର୍ଏସ୍ଏସ୍ ବିଷୟରେ କିଛି କଥା ବୁଝିବା। ଆମେ ଏଥିରେ ମୁଖ୍ୟତଃ ଓଡ଼ିଶାରେ ଏହାର ଭୂମିକା ଆଉ ପ୍ରଭାବ ଉପରେ ନଜର ପକାଇବା, ଯାହାକି କିଛି ଆକାଡେମିକ୍ ରିପୋର୍ଟସ୍ ଆଉ ବ୍ୟକ୍ତିଗତ ଅନୁଭୂତି ଉପରେ ଆଧାରିତ। ଦେଖନ୍ତୁ, ଆରମ୍ଭରୁ ହିଁ ଆର୍ଏସ୍ଏସ୍ର ଦୁଇଟି ସମ୍ପୂର୍ଣ୍ଣ ଅଲଗା ଚିତ୍ର ସାମ୍ନାକୁ ଆସୁଛି। ଗୋଟେପଟେ କୁହାଯାଉଛି ଏହା ରାଷ୍ଟ୍ର ନିର୍ମାଣ ପାଇଁ ଏକ ସ୍ୱେଚ୍ଛାସେବୀ ଆନ୍ଦୋଳନ, ଆଉ ଅନ୍ୟପଟେ ଏହା ଉପରେ ସାମ୍ପ୍ରଦାୟିକ ବିଭେଦ ଓ ଅସହିଷ୍ଣୁତା ସୃଷ୍ଟି କରୁଥିବାର ଗମ୍ଭୀର ଅଭିଯୋଗ ବି ରହିଛି। ଆଚ୍ଛା, ତାହେଲେ ଆସନ୍ତୁ ଟିକେ ଭଲ ଭାବରେ ବୁଝିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ। ଏହା ଏକ ସାମାଜିକ ସାଂସ୍କୃତିକ ସଂଗଠନ ଯାହାର ଆଧୁନିକ ଭାରତରେ ଏକ ବହୁତ ଜଟିଳ ଆଉ ବିତର୍କିତ ଇତିହାସ ରହିଛି। ତେବେ କଥାଟା ଆରମ୍ଭ ହେଲା ସେପ୍ଟେମ୍ବର 27, 1925ରୁ। ସେତେବେଳେ ଏହାର ସ୍ଥାପନା ହୋଇଥିଲା, ଆଉ ତାର ଘୋଷିତ ଉଦ୍ଦେଶ୍ୟ ଥିଲା ହିନ୍ଦୁ ସମାଜକୁ ଏକାଠି କରିବା ଆଉ ସାଂସ୍କୃତିକ ପୁନରୁଜ୍ଜୀବନ ପାଇଁ କାମ କରିବା। ଆସନ୍ତୁ ଏବେ ଟିକେ ଭେତରକୁ ଯିବା ଆଉ ଦେଖିବା ଏହାର ମୂଳ ବିଚାରଧାରା ଆଉ କାମ କରିବାର ଶୈଳୀଟା ପ୍ରକୃତରେ କ'ଣ, ଯାହା ହିଁ ଆର୍ଏସ୍ଏସ୍ କ'ଣ ତାହା ସ୍ଥିର କରେ। ଏହାର ମୂଳରେ ରହିଛି ହିନ୍ଦୁତ୍ୱର ବିଚାରଧାରା। ଏହାର ଅର୍ଥ ହେଉଛି ଭାରତକୁ ମୁଖ୍ୟତଃ ଏକ ହିନ୍ଦୁ ସଭ୍ୟତା ଭାବରେ ଦେଖିବା। ହେଲେ ସମାଲୋଚକମାନେ କହନ୍ତି କି ଏହା ଏକ ନିର୍ଦ୍ଦିଷ୍ଟ ଧାର୍ମିକ ପରିଚୟକୁ ବେଶି ଗୁରୁତ୍ୱ ଦିଏ, ଯେଉଁଥିପାଇଁ ଏକ ବହିଷ୍କାରମୂଳକ ରାଜନୀତି ସୃଷ୍ଟି ହୁଏ। ତେବେ ସଂଘର ସବୁଠୁ ମୂଳ ଜିନିଷ ହେଉଛି ଶାଖା। ଏହା ଏକ ଦୈନିକ ସ୍ଥାନୀୟ ସମାବେଶ, ଯେଉଁଠି ଶାରୀରିକ ବ୍ୟାୟାମ, ବିଚାରଧାରା ଉପରେ ଆଲୋଚନା ଆଉ ସମାଜ ସେବା ଭଳି କାମ କରାଯାଏ। ଆଉ ଏଇଟା ହିଁ ସେମାନଙ୍କର ସମାଜ ସହ ଯୋଡ଼ି ହେବା ଆଉ ନୂଆ ସଦସ୍ୟ ସଂଗ୍ରହ କରିବାର ମୁଖ୍ୟ ଉପାୟ। ଓଡ଼ିଶାରେ ଏହାର କାହାଣୀ କେମିତି? ଦେଖନ୍ତୁ, ବିଂଶ ଶତାବ୍ଦୀର ମଝାମଝି ବେଳକୁ ଏମାନେ ଏଠି କାମ ଆରମ୍ଭ କଲେ। ଆଉ ଗୋଟେ ବଡ଼ କଥା ହେଲା, ସେତେବେଳର ଭାରତୀୟ ଜନସଂଘ, ଯାହାକି ପରେ ବିଜେପି ହେଲା, ତାକୁ ଗଠନ କରିବାରେ ଏହାର ବଡ଼ ହାତ ଥିଲା। ସହର ହେଉ କି ଗାଁ, ଶାଖା ଜରିଆରେ ଯୁବକମାନଙ୍କୁ ସଂଗଠନ ସହ ଯୋଡ଼ାଯାଏ। ଆଉ ଯେତେବେଳେ ବିଜେପି ପାଇଁ ତୃଣମୂଳ ସ୍ତରରେ ସମର୍ଥନ ଦିଆଯାଏ, ସେତେବେଳେ ଏହାର ସାମାଜିକ ଆଉ ରାଜନୀତିକ କାମ ଭିତରେ ଥିବା ସୀମାରେଖାଟା ଟିକେ ଧୁଆଳିଆ ହୋଇଯାଏ। ଏବେ ଆସନ୍ତୁ କଥାର ସବୁଠୁ ଗମ୍ଭୀର ଦିଗକୁ ଯିବା। ଏହା ହେଉଛି ସେହି ଅଭିଯୋଗ ଯାହା ରାଜ୍ୟରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ସହିତ ଜଡ଼ିତ। ଏହି ସମୟକ୍ରମକୁ ଦେଖିଲେ ଗୋଟେ ଧାରା ଦେଖିବାକୁ ମିଳେ। 1998ରେ ରାମଗିରି ଉଦୟଗିରିରେ 90ରୁ ଅଧିକ ଖ୍ରୀଷ୍ଟିଆନ ଘର ଆଉ 2ଟି ଚର୍ଚ୍ଚ ପୋଡ଼ି ଦିଆଗଲା। ଠିକ୍ ତା ପରବର୍ଷ 1999ରେ ରାଣାଲୟରେ ପ୍ରାୟ 2000 ଲୋକଙ୍କର ଏକ ଗୋଷ୍ଠୀ ଖ୍ରୀଷ୍ଟିଆନଙ୍କ ଘର ଉପରେ ଆକ୍ରମଣ କଲେ। ଆଉ ଏହି ଧାରା ଆହୁରି ତୀବ୍ର ହେଲା 2007ରେ କନ୍ଧମାଳରେ, ଯେତେବେଳେ ସଂଘ ପରିବାର ସହିତ ଜଡ଼ିତ ସଂଗଠନମାନେ ଖ୍ରୀଷ୍ଟିଆନଙ୍କ ବିରୁଦ୍ଧରେ ସଂଘର୍ଷର ନେତୃତ୍ୱ ନେଲେ ବୋଲି ଅଭିଯୋଗ ହେଲା। ଏହାର ପରିଣାମ ବହୁତ ଭୟଙ୍କର ଥିଲା, ଯାହା 2008ରେ ଜଣେ ସନ୍ନ୍ୟାସୀଙ୍କ ହତ୍ୟା ପରେ ବ୍ୟାପକ ହିଂସାକାଣ୍ଡର ରୂପ ନେଲା। 2008ର କନ୍ଧମାଳ ହିଂସାର ମାନବୀୟ କ୍ଷତି କେତେ ଥିଲା? ସଂଖ୍ୟାଟା ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ। 50,000ରୁ ଅଧିକ ଲୋକ। ଭାବନ୍ତୁ ଟିକେ, ଏଟା ଖାଲି ଗୋଟେ ନମ୍ବର ନୁହେଁ, ଏହା ହେଉଛି ହଜାର ହଜାର ପରିବାରର ଯନ୍ତ୍ରଣାର କାହାଣୀ। ତେବେ ଏଥିରେ ସଂଘ ପରିବାରର ଭୂମିକାକୁ ନେଇ କ'ଣ କୁହାଯାଏ? ତଦନ୍ତରୁ ଏକଥା ସାମ୍ନାକୁ ଆସିଛି ଯେ ଆର୍ଏସ୍ଏସ୍ର ସହଯୋଗୀ ସଂଗଠନ ଯେମିତିକି ବିଶ୍ୱ ହିନ୍ଦୁ ପରିଷଦ ଆଉ ବଜରଙ୍ଗ ଦଳ ଭିଡ଼ ଏକାଠି କରିବାରେ ସମ୍ପୃକ୍ତ ଥିଲେ। ଏହି ହିଂସାକୁ ପ୍ରାୟତଃ ଧର୍ମ ପରିବର୍ତ୍ତନର ପ୍ରତିକ୍ରିୟା ବୋଲି କୁହାଯାଉଥିଲା। ସମାଲୋଚକଙ୍କ ମତରେ ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଆର୍ଏସ୍ଏସ୍ର ବିଚାରଧାରା କେମିତି ହିଂସା ପାଇଁ ଏକ ଉତ୍ପ୍ରେରକ ଭଳି କାମ କରିପାରେ। ଆଉ ଏହି ସୀମା କେତେ ଧୂଆଁଳିଆ ତାର ଆଉ ଗୋଟେ ଉଦାହରଣ ହେଉଛି 2001ର ଏକ ଘଟଣା। ସେତେବେଳେ ସଂଘ ପରିବାରର କିଛି ଗୋଷ୍ଠୀ ଓଡ଼ିଶା ବିଧାନସଭା ଭିତରେ ପଶିଯାଇଥିଲେ। ଏହା ଦର୍ଶାଉଛି କିପରି ସାମାଜିକ କାମ ଆଉ ପ୍ରତ୍ୟକ୍ଷ ରାଜନୈତିକ ଆନ୍ଦୋଳନ ଭିତରେ ଥିବା ଲକ୍ଷ୍ମଣ ରେଖା ବେଳେବେଳେ ମିଳେଇଯାଏ। ଏତେ ସବୁ ତ ଗଲା ବାହାର କଥା, ଏକାଡେମିକ୍ ଆନାଲିସିସ୍। କିନ୍ତୁ ସଂଗଠନ ଭିତରେ କ'ଣ ଚାଲେ? ଆସନ୍ତୁ ଏବେ ଶୁଣିବା ଜଣେ ପୂର୍ବତନ ସଦସ୍ୟଙ୍କ ନିଜ ଅନୁଭୂତି, ଯିଏ ଏହାର ଏକ ଭିନ୍ନ ଚିତ୍ର ଦେଉଛନ୍ତି। ପ୍ରଶ୍ନ ତ ଉଠୁଛି, ଆର୍ଏସ୍ଏସ୍ ଭିତରଟା ପ୍ରକୃତରେ କେମିତି? ଜଣେ ପୂର୍ବତନ ଆର୍ଏସ୍ଏସ୍ ସଦସ୍ୟ ଦୀପକ ସାମଲ ତାଙ୍କ ଅନୁଭୂତିରୁ କହୁଛନ୍ତି, ଆଉ ତାଙ୍କ କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ସେ କହୁଛନ୍ତି, ଆମକୁ କୁହାଯାଉଥିଲା ଯେ ଆମେ ସମାନତାରେ ବିଶ୍ୱାସ କରୁ, କିନ୍ତୁ ଭିତରେ ମୁଁ କେବଳ ଭେଦଭାବ ଦେଖିଲି। ଆଜି ବି ଅନେକ ସ୍ଥାନରେ ଆମେ ତିଆରି କରିଥିବା ମନ୍ଦିରକୁ SC ST ଲୋକମାନେ ପ୍ରବେଶ କରିପାରନ୍ତି ନାହିଁ।
ଏହା ଏକ ବହୁତ ବଡ଼ ଅଭିଯୋଗ। କଥା କେବଳ ଏତିକିରେ ସରୁନି, ସେ ଆହୁରି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା କଥା, ଦଙ୍ଗାରେ SC/ST ସମ୍ପ୍ରଦାୟର ଯୁବକମାନଙ୍କୁ ଆଗଧାଡ଼ିରେ ରଖାଯାଏ, ସେମାନେ ହିଁ ଜେଲ୍ ଯାଆନ୍ତି, ମୁଖ୍ୟ ନେତାମାନେ କେବେ ବି ଧରା ପଡ଼ନ୍ତି ନାହିଁ। ଏହା ଏକ ସାଂଘାତିକ ଅଭିଯୋଗ ଯେ ବଞ୍ଚିତ ଯୁବକମାନଙ୍କୁ ବ୍ୟବହାର କରାଯାଉଛି। ତାହେଲେ ଯଦି କେହି ଏସବୁ ବିରୁଦ୍ଧରେ ସ୍ୱର ଉଠାଏ, ତେବେ କ'ଣ ହୁଏ? ଦୀପକ ସାମଲଙ୍କ କହିବା ଅନୁଯାୟୀ, ଯେଉଁ ମୁହୂର୍ତ୍ତରେ ଆପଣ ସେମାନଙ୍କର ଜାତୀୟ ମାନସିକତା ଉପରେ ପ୍ରଶ୍ନ କରନ୍ତି କିମ୍ବା ନିଜ ଅଧିକାର ମାଗନ୍ତି, ସେମାନେ ଆପଣଙ୍କୁ ଖ୍ରୀଷ୍ଟିଆନ କିମ୍ବା ବାମପନ୍ଥୀ ବୋଲି କହିଦିଅନ୍ତି। ଏହା ଦର୍ଶାଉଛି କିପରି ଭିତରେ ଉଠୁଥିବା ଅସନ୍ତୋଷକୁ ଚପାଇ ଦିଆଯାଏ। ଏବେ ଆସନ୍ତୁ ଏହି ସବୁ କଥାକୁ ଏକାଠି କରି ଦେଖିବା। ଏହି ସବୁ ସମାଲୋଚନାକୁ ମିଶାଇଲେ ଓଡ଼ିଶାରେ RSSର ଚିତ୍ରଟା କେମିତି ଦିଶୁଛି? ଦେଖନ୍ତୁ, ଏଠି ଦୁଇ ପ୍ରକାରର ସମାଲୋଚନା ସ୍ପଷ୍ଟ ଭାବରେ ଦେଖାଯାଉଛି। ଗୋଟେ ହେଲା ବାହ୍ୟ ସମାଲୋଚନା, ଯାହା ଏକାଡେମିକ୍ ଆଉ ମାନବ ଅଧିକାର ରିପୋର୍ଟରୁ ଆସୁଛି। ଏଥିରେ ମୁଖ୍ୟ ଅଭିଯୋଗ ହେଉଛି ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରିବା ଆଉ ସଂଖ୍ୟାଲଘୁଙ୍କ ଉପରେ ବ୍ୟବସ୍ଥିତ ହିଂସା। ଆଉ ଅନ୍ୟପଟେ ହେଉଛି ଆଭ୍ୟନ୍ତରୀଣ ସମାଲୋଚନା, ଯାହା ଜଣେ ପୂର୍ବତନ ସଦସ୍ୟଙ୍କ ବୟାନ ଉପରେ ଆଧାରିତ। ଏଥିରେ ଜାତିଗତ ଭେଦଭାବ ଆଉ ବଞ୍ଚିତ ଯୁବକଙ୍କ ଶୋଷଣ କଥା କୁହାଯାଇଛି। ତେବେ ଏସବୁର ଦୀର୍ଘମିଆଦୀ ପ୍ରଭାବ କ'ଣ ରହିଯାଉଛି ପଛରେ? ପ୍ରଥମ କଥା ହେଲା ସଂଖ୍ୟାଲଘୁ ସମ୍ପ୍ରଦାୟ ଭିତରେ ଏକ ଗଭୀର ଭୟ ଆଉ ଅବହେଳାର ଭାବନା। ଦ୍ୱିତୀୟରେ, ଅଲଗା ଅଲଗା ସାମାଜିକ ଗୋଷ୍ଠୀ ଭିତରେ ବିଶ୍ୱାସ କମିଯିବା। ଆଉ ଶେଷରେ ଏକ ଏମିତି ରାଜନୈତିକ ପରିସ୍ଥିତି ସୃଷ୍ଟି ହେବା, ଯାହା ଧାର୍ମିକ ପରିଚୟର ରାଜନୀତି ଦ୍ୱାରା ଗଭୀର ଭାବେ ପ୍ରଭାବିତ। ତେବେ ଶୀର୍ଷରେ ପ୍ରଶ୍ନ ସେଇଠି ଆସି ଅଟକୁଛି, ଏହି ସଂଗଠନ ସାମାଜିକ ଏକତା ପାଇଁ କାମ କରୁଛି ନା ସାମାଜିକ ବିଭାଜନକୁ ବଢ଼ାଉଛି? ଏ ଯେଉଁ ତଥ୍ୟ ସବୁ ସାମ୍ନାକୁ ଆସିଲା, ତାହା ଦୁଇଟି ପୂରାପୂରି ଅଲଗା ଅଲଗା ଉତ୍ତର ଦେଉଛି ଆଉ ଚିନ୍ତା କରିବା ପାଇଁ ବାଧ୍ୟ କରୁଛି।